ମୁଁ ବସୁମତୀ ନାୟକ, ମୋ ସ୍ୱାମୀ ଅଜୟ ନାୟକ। ଆଜି 3ଟା 3:30 ପାଖାପାଖିରେ 10-12 ଜଣ ଲୋକ ଆସିଲେ। ଆସିକି ଆମ ଗେଟ୍ ଭିତରେ ବସି ଆମ ବାବୁଙ୍କୁ ଧକ୍କା ଫକା ମାରି ପୁରା ମାନେ ଖରାପ ଭାଷାରେ କଥା କହି ମୋତେ ବି ଧକ୍କା ଫକା ମାରି ମୋ ମୋବାଇଲ ଛଡ଼େଇ, ମୁଁ ରେକର୍ଡ଼ିଂ କରୁଥିଲି, ମୋ ମୋବାଇଲ ଛଡ଼େଇ ନେଇକି ମୋତେ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ। କହିଲେ ଏଠି ରଖେଇଦେବୁନୁ, ତୁମକୁ ଘର ଛାଡ଼, ନହେଲେ ନିଆଁ ଲଗେଇଦେବୁ, ରକ୍ତପାତ କରିଦେବୁ, କାଲି ଭିତରେ ଏଇ ଘରେ ରହିବୁ। ଏଠି କ'ଣ ଗୁଣ୍ଡାଗିରି ଚାଲିଛି? ଏଠି କ'ଣ ଆମେ ପ୍ରଶାସନ ଏଇଆ ସବୁ କରିଛି ଏଠି ଲୋକଙ୍କୁ? ଯେ ସ୍ତ୍ରୀ ଲୋକଙ୍କୁ ନ୍ୟାୟ ମିଳିବନି, ଲୋକ ଚଳିବେ, ରହିବ କେମିତି? ଆଜି ପର୍ଯ୍ୟନ୍ତ ଆମେ ସବୁ ଏଠି ଥଇଥାନ 30-35 ବର୍ଷ ହେଲା ଏଠି ଆମେ ଥଇଥାନ ହେଇକି ରହିଛୁ। ଏଠି ଲୋକ ଆସିକି କେତେ ଦିନ ହେଲା ଆସିନାହାନ୍ତି, ମାସେ 2 ମାସ ହେଲା ସେ ନୂଆ ରାଜନୀତି କରିନାହାନ୍ତି ଯେ ଆମକୁ ଘରେ ରଖିବା ବଦଳରେ ପଦାକୁ ବାହାର କଲେନି। ଆମେମାନେ କୁଆଡ଼େ ଯିବୁ? ଆମେ ଛୁଆ ପିଲା ସଂସାର ନେଇକି ରହିଛୁ, ତାପରେ ମୋତେ ଧକ୍କା ଫକା ମାରୁଛି। ଏସବୁ କ'ଣ? କିଏ ଗୁଣ୍ଡାଗିରି ଏଠି କିଏ ଚାଲିଛି? ଏଠି ସବୁ ଚାଲିଛି ଏମିତି। ଆମକୁ ଯଦି ନ୍ୟାୟ ନ ମିଳିବ ଆମେ ଛାଡ଼ିବୁନୁ। ଆମେ ସ୍ତ୍ରୀ ଲୋକଙ୍କୁ ଯେମିତି ନିର୍ଯାତନା ଦେଉଛନ୍ତି, ଆସିକି ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି, ବାଟଘାଟରେ ଆମେ ଚାଲିପାରୁନୁ, ଆମକୁ ନ୍ୟାୟ ଦରକାର। ସାଧାରଣ ଲୋକ ଆଉ ସୁରକ୍ଷିତ ମନେ କରୁନାହାନ୍ତି। ଆପଣ ଦାୟିତ୍ୱ ମନେ ସମସ୍ତେ ସୁରକ୍ଷା ଦେବା ଦାୟିତ୍ୱ ଦରକାର, ସମସ୍ତେ ସୁରକ୍ଷିତ ମନେ କରିବା ଦରକାର, ଶାନ୍ତିରେ ରହିବା ଦରକାର। ଏ ଅଞ୍ଚଳକୁ ଅସୁରକ୍ଷିତ ବର୍ତ୍ତମାନ ହେଇଗଲା, ଅଶାନ୍ତ ହେଇଗଲା ଅଞ୍ଚଳ। ବାରମ୍ବାର ଭାରତୀୟ ଜନତା ପାର୍ଟି ଗୁଣ୍ଡାମାନେ ଘରେ ଅଫିସରେ ବସି ବାଡ଼େ ପିଟା କରୁଥିଲେ, ଘରେ ବସି ପଡ଼େ ଜଣେ ମହିଳାକୁ ଉପରେ ଆଟାକ୍ କଲେ। ଇଏ ଗୋଟେ ମହିଳାକୁ ଉପରେ ଆଟାକ୍ କଲେ। ଆଜିକାଲି ଗୋଟେ ଶ୍ରମିକର ସ୍ତ୍ରୀ ଧର୍ମପତ୍ନୀକି ଘରେ ବସି ବାଡ଼ଉଛନ୍ତି। ୟାଠୁ ଖରାପ କଥା କ'ଣ ହେଇପାରିବ? ହାତ ପଡ଼ି ଆପଣ ଇମିଡ଼ିଏଟଲି ଆକ୍ସନ୍ ନିଅନ୍ତୁ। ମୁଁ ଥାନାରେ ରହିବି, ମୁଁ ଥାନା ରହିବି ତ ଆପଣ ଯାହା କରୁଛନ୍ତି, ମୁଁ ଥାନା ରହିବି।